घटनाटी आरंभ होउछि ओडिशार कटक जिल्लारू, ଯେଉଁଠାରେ ଦାସବାବୁ ତାଙ୍କ ନିଜ ପରିବାର ସହ ରହୁଥିଲେ। ଦାସବାବୁ ସରକାରୀ ଚାକିରିଆ ହୋଇଥିବାରୁ ସେ ନିଜ ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରେ ରହୁଥିଲେ। ପରିବାରରେ ତାଙ୍କ ଛଡ଼ା ତାଙ୍କର 2ଟି ପୁଅ, ଗୋଟିଏ ଝିଅ ଏବଂ ତାଙ୍କ ସ୍ତ୍ରୀ ଏକାଠି ମିଶି ରହି ଆସୁଥିଲେ। ସବୁ ଠିକ୍ଠାକ୍ ଚାଲିଥିଲା। କିନ୍ତୁ ଦିନେ ଦାସବାବୁଙ୍କ ସାନ ପୁଅ ଆକାଶ ତା ଭଉଣୀ ରୀନାକୁ ତା ସହ କିଛି ଅଦ୍ଭୁତ ଜିନିଷ ଘଟୁଥିବାର କହିଲା। ସେତେବେଳେ ଆକାଶ ଥିଲା ମାତ୍ର 15 ବର୍ଷର। ଆକାଶର କହିବାର ଥିଲା କି ସେ ଶୋଇବା ପରେ ତାର ସ୍ୱପ୍ନରେ ଗୋଟେ ଅଜଣା ଝିଅ ଆସୁଛି। ପାଖାପାଖି 20-21 ବର୍ଷର ଝିଅ। ସ୍ୱପ୍ନରେ ଝିଅଟି ଗୋଟିଏ ଚୌକି ଉପରେ ବସି କାନ୍ଦୁଛି ଏବଂ ମୁଁ ଯେତେବେଳେ ତା ପାଖକୁ ଯିବାକୁ ଚେଷ୍ଟା କରୁଛି ସେ ଆହୁରି ଜୋରରେ କାନ୍ଦିବା ଆରମ୍ଭ କରିଦେଉଛି ଏବଂ ପରେ ମୋ ନିଦ ଭାଙ୍ଗି ଯାଉଛି। ଏହା ସବୁ ଶୁଣିଲା ପରେ ରୀନା ତାକୁ ଚିନ୍ତା ନ କରିବା ପାଇଁ କହିଲା ଏବଂ ସେ ବିଷୟରେ ବେଶୀ ନ ଭାବିବା ପାଇଁ କହିଲା। ଥରେ ଥରେ ଏମିତିଆ ସ୍ୱପ୍ନ ସବୁ ଆସେ, ତେଣୁ କିଛି ଅସୁବିଧା ନାହିଁ। କିନ୍ତୁ ଆକାଶ ଜାଣିସାରିଥିଲା ଏହା କୌଣସି ସାଧାରଣ ସ୍ୱପ୍ନ ନୁହେଁ, କାରଣ ଗଲା ସପ୍ତାହେ ହେବ ତାକୁ ଏହି ସମାନ ସ୍ୱପ୍ନ ବାରମ୍ବାର ଆସୁଥିଲା। ଦିନ ଗଡ଼ି ଚାଲିଲା ଏବଂ ଆକାଶକୁ ଏହି ସମାନ ସ୍ୱପ୍ନ ପ୍ରତି 2-3 ଦିନରେ ଥରେ ଆସିବାକୁ ଲାଗିଲା। ଆକାଶର ବାରମ୍ବାର ଏହି କଥା କହିବା ଏବଂ ସବୁବେଳେ ଚୁପଚାପ ରହିବା ଦେଖି ରୀନା ଜାଣିସାରିଥିଲା କି କିଛି ଅସୁବିଧା ଅଛି। କାରଣ ଯେବେଠାରୁ ଆକାଶ ଏହି ସ୍ୱପ୍ନ ଦେଖିବା ଆରମ୍ଭ କରିଛି ତାର ହାବ ଭାବରେ ପରିବର୍ତ୍ତନ ଆସିଛି। ରୀନା ଥିଲା ଆକାଶର ବହୁତ ନିକଟତର, ତେଣୁ ଆକାଶ ସବୁ କଥା ତା ଭଉଣୀ ରୀନାକୁ କହୁଥିଲା। ରୀନା ଏ ସବୁ କଥା ତା ମାଆକୁ କହିଲା ଏବଂ ତା ଭାଇ ଆକାଶର କିଛି କରିବା ପାଇଁ କହିଲା। ଏପଟେ ଆକାଶ ଧୀରେ ଧୀରେ ସେ ସ୍ୱପ୍ନରେ ଆସୁଥିବା ସେହି ଝିଅକୁ ଡରିବା ଆରମ୍ଭ କରିଦେଇଥିଲା। ଦିନେ ଦିନେ ତ ଆକାଶ ରାତିରେ ଶୋଇବା ମଧ୍ୟ ବନ୍ଦ କରିଦେଉଥିଲା, କାରଣ ଶୋଇବା ମାତ୍ରେ ହିଁ ତାକୁ ସେହି ଝିଅ ତା ସ୍ୱପ୍ନରେ ଆସୁଥିଲା। ପରିସ୍ଥିତି ଆହୁରି ଖରାପ ହେବାର ଲାଗିଲା ଯେବେ ଦିନ 2 ପହର ବେଳା ମଧ୍ୟ ଶୋଇଲେ ଆକାଶକୁ ସେହି ଝିଅ ସ୍ୱପ୍ନରେ ଆସୁଥିଲା। ଆକାଶ ପାଇଁ ତା ପରିବାର ଲୋକ ବହୁତ ଚିନ୍ତାରେ ପଡ଼ିଯାଇଥିଲେ। କାଳେ ହୋଇପାରେ ଏହା ଏକ ମାନସିକ ରୋଗ ହେଇଥିବ ବୋଲି ସେମାନେ ଆକାଶକୁ ଗୋଟିଏ ଡାକ୍ତର ପାଖକୁ ନେଇଗଲେ ଏବଂ ସେଠି ତାର ବ୍ରେନ୍ର MRI ସ୍କାନ୍ କରାଗଲା। ଡାକ୍ତରଙ୍କ କହିବାର ଥିଲା କି ଆକାଶର ମାନସିକ ସ୍ଥିତି ବାକି ପିଲାଙ୍କ ପରି ସୁସ୍ଥ ଅଛି ଏବଂ ତାର ସେପରି କୌଣସି ବି ମାନସିକ ରୋଗ ନାହିଁ, ତେଣୁ ଚିନ୍ତା କରିବାର କିଛି ବିଷୟ ନାହିଁ। ଭଲ ନିଦ ହେବା ପାଇଁ ଡାକ୍ତର ଆକାଶକୁ କିଛି ଔଷଧ ଦେଇ ଘରକୁ ପଠାଇଦେଲେ। ଦିନ ଗଡ଼ି ଚାଲିଲା। ଆକାଶ ବଡ଼ ହେବାକୁ ଲାଗିଲା, କିନ୍ତୁ ତା ସହ ସେହି ସମସ୍ୟା ଲାଗି ରହିଲା। ସେଦିନ ଆକାଶର କଲେଜରେ ପ୍ରଥମ ଦିନ ଥିଲା। ଆକାଶକୁ କଲେଜ ଛାଡ଼ିବା ପାଇଁ ସେଦିନ ରୀନା ତା ସହିତ ଯାଇଥିଲା। କଲେଜ ଗେଟ୍ରେ ପହଞ୍ଚିବା ପରେ ରୀନା ତାକୁ ବିଦାୟ ଦେଇ ଆସିବା ପାଇଁ ବାହାରିଲା। ଏତିକି ଭିତରେ ଆକାଶର ନଜର ପଡ଼ିଲା ଗୋଟିଏ କ୍ଲାସ ରୁମ୍ରେ ଥିବା ଝରକାରେ। ଝରକା ପାଖ ବେଞ୍ଚରେ ବସିଥିବା ସେହି ଝିଅର ଚେହେରା ଆକାଶ ଭଲ ଭାବେ ଚିହ୍ନି ପାରୁଥିଲା। ସେହି ଝିଅ ଆଉ କେହି ନୁହେଁ, ବରଂ ସେହି ଝିଅ ଥିଲା ଯାହାକୁ ଆକାଶ ନିଜ ସ୍ୱପ୍ନରେ ବିଗତ 7 ବର୍ଷ ହେଲା ଦେଖି ଆସୁଥିଲା। ଝିଅଟି ଆକାଶକୁ ଦେଖି ଅଳ୍ପ ହସିଦେଲା। ନିଜ ସ୍ୱପ୍ନକୁ ଆଜି ସତରେ ନିଜ ଆଖି ସାମ୍ନାରେ ଦେଖି ଆକାଶକୁ ବିଶ୍ୱାସ ହେଉନଥିଲା। ନିଜ ଭଉଣୀ ରୀନାକୁ ହାତ ଠାରି ଆକାଶ ଦେଖାଇଲା, ଦେଖ ଦେଖ ସେ ଝିଅ ମୋ ସ୍ୱପ୍ନରେ ଆସୁଛି, ଦେଖ। ରୀନା କିଛି ବୁଝିପାରୁନଥିଲା, କାରଣ ସେଇ ଝରକା ପାଖରେ କେହି ବି ନଥିଲେ। ଆକାଶ ବାରମ୍ବାର ଗୋଟିଏ କଥା କହି ଆସୁଥିଲା। ଶେଷରେ ରୀନା ବିରକ୍ତ ହୋଇ ଘରକୁ ଫେରି ଆସିଲା। ଆକାଶ ସେଦିନ କଲେଜ କ୍ୟାମ୍ପସରେ ତାକୁ ବହୁତ ଖୋଜାଖୋଜି କରିଲା, କିନ୍ତୁ ସେହି ଝିଅକୁ ପାଇଲା ନାହିଁ। ଆକାଶ ତା ସହ ଯାହା ଘଟି ଆସୁଛି ଏବଂ ଯାହା ଘଟିଲା ସବୁ ତା କ୍ଲାସର ସାଙ୍ଗମାନଙ୍କୁ କହିଲା, କିନ୍ତୁ କେହି ବି ତା କଥା ବିଶ୍ୱାସ କଲେ ନାହିଁ। ବର୍ଷ ପରେ ବର୍ଷ ବିତି ଚାଲିଲା। ନିଜ କଲେଜ ଦିନ ଭିତରେ ଆକାଶକୁ ଗୋଟିଏ ଝିଅ ସହ ପ୍ରେମ ହୋଇଗଲା। ଝିଅଟିର ନାଁ ଥିଲା ସୁରଭି। ସେମାନେ କିଛି ବର୍ଷ ପରେ ବିବାହ କରିଦେଲେ। ଆକାଶ ତା ସହ ଯାହା ଘଟି ଆସୁଥିଲା ସୁରଭି ଠାରୁ ସବୁ ଲୁଚାଇ ରଖିଥିଲା। ବାହାଘର ପରେ ଆକାଶ ଆଉ ସୁରଭି ଦାର୍ଜିଲିଂ ବୁଲିବା ପାଇଁ ପଳାଇଲେ। ସେଠାକାର ପାହାଡ଼ ପର୍ବତ ସୌନ୍ଦର୍ଯ୍ୟକୁ ସେମାନେ ଖୁବ୍ ଉପଭୋଗ କରିଥିଲେ। ସେଦିନ ଥିଲା ସେମାନଙ୍କ ବୁଲାବୁଲିର ଶେଷ ଦିନ। ତା ପରଦିନ ସେମାନେ ନିଜ ଘରକୁ ଚାଲି ଆସିବାର ନିଷ୍ପତ୍ତି ହୋଇଥିଲା, ତେଣୁ ସେଦିନ ଟିକେ ଅଧିକ ବୁଲାବୁଲି କରିବା ପାଇଁ ସେମାନେ ସକାଳୁ ସକାଳୁ ବାହାରି ପଡ଼ିଲେ। ଚାଲି ଚାଲି ଆକାଶ ଓ ସୁରଭି ଗୋଟିଏ ପାହାଡ଼ ଉପରକୁ ଚାଲିଗଲେ। ସେଠି ଆକାଶ ନିଜ ସହ ନେଇଥିବା ବାଇନୋକୁଲାରରେ ଦୂର ଦୂର ପାହାଡ଼ର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଲାଗିଲା। ହଠାତ୍ ତାର ନଜର ଗୋଟିଏ ପରିବାର ଉପରେ ପଡ଼ିଲା।
ସେମାନେ ସମସ୍ତେ ଗୋଟିଏ ଉଚ୍ଚ ଚଟାଣ ଆଡ଼କୁ ଚାଲି ଯାଉଥିଲେ। ନିଜ ବାଇନୋକୁଲାରକୁ ଟିକେ ଉପରକୁ କରି ଆକାଶ ଯାହା ଦେଖିଲା ତା ଆଖି ଉପରେ ବିଶ୍ୱାସ ହେଉନଥିଲା। ଆକାଶ ଦେଖିଲା କି ତାର ସ୍ୱପ୍ନରେ ଆସୁଥିବା ସେ ଝିଅଟି ଆଗରେ ଆଗରେ ଚାଲୁଛି ଏବଂ ସେହି ପରିବାରଟି ତା ପଛରେ ପଛରେ ଯାଉଛି। ଆକାଶ ଆଜି ସେହି ଝିଅକୁ ନିଜ ଆଖିରେ ଦ୍ୱିତୀୟ ଥର ପାଇଁ ଦେଖୁଥିଲା। ଆଜି ଝିଅଟି ଆକାଶକୁ ଦେଖି ଗୋଟିଏ ବିଚିତ୍ର ଭାବେ ହସିଦେଲା। ଆକାଶ ବୁଝିଗଲା କି କିଛି ଖରାପ ହେବାକୁ ଯାଉଛି। ତେଣୁ ସେ ସେଠୁ ଦୌଡ଼ି ଦୌଡ଼ି ସେ ଝିଅ ଥିବା ଜାଗା ଆଡ଼କୁ ଯିବାକୁ ଲାଗିଲା। ସୁରଭି ମଧ୍ୟ ଆକାଶ ପଛରେ ପଛରେ ଦୌଡ଼ିବା ଆରମ୍ଭ କରିଦେଲା। କ'ଣ ହେଲା ବୋଲି ପଚାରିବାରୁ ଆକାଶ କିଛି କହୁନଥିଲା। ସେଠାରେ ପହଞ୍ଚି ଆକାଶ ସେଇ ଝିଅକୁ ପାଇଲା ନାହିଁ ଏବଂ ସେଠାରେ କେହି ବି ନଥିଲେ। ସୁରଭି ପଛରୁ ଧଇଁ ସଇଁ ହୋଇ ଆକାଶ ପାଖରେ ପହଞ୍ଚିଲା ଏବଂ ଏମିତି କ'ଣ ପାଇଁ ତାକୁ ନ କହି ଦୌଡ଼ି ଆସିବାର କାରଣ ପଚାରିଲା। ଆକାଶ ତାକୁ ସବୁ ସତ କଥା କହିଲା, ତା ସହ ଯାହା ଘଟିଥିଲା ଏବଂ ଘଟି ଆସୁଛି। ସୁରଭିକୁ ଆକାଶର ଏହି କଥା ଉପରେ ଜମାରୁ ବିଶ୍ୱାସ ଆସିଲାନି। ଦୁହେଁ ସେଠାରୁ ଫେରୁଥିଲେ ହିଁ ଆକାଶର ପିଠି ପଛପଟୁ କେହି ଜଣେ ହାତ ଦେଇଦେଲା। ପଛରୁ ଜଣେ ଝିଅ କହିଲା, ଆପଣ ଦୌଡ଼ିବା ବେଳେ ଆପଣଙ୍କ ବାଇନୋକୁଲାରଟି ପଡ଼ିଯାଇଥିଲା, ଏ ନିଅନ୍ତୁ। ଆକାଶ ପଛକୁ ବୁଲି ଦେଖିଲା ବେଳକୁ ସେଇ ଝିଅଟି ବାଇନୋକୁଲାରଟିକୁ ଧରି ତା ଆଡ଼କୁ ବଢ଼ାଇ ଦେଇଛି। ଗ୍ୟାଙ୍ଗଟକ୍ ଭଳି ଗୋଟିଏ ଥଣ୍ଡା ଜାଗାରେ ଆକାଶ ସେଦିନ ଝାଳରେ ଗମ୍ ଗମ୍ ହୋଇଯାଇଥିଲା। ଜୋରରେ ଚିଲି ଆକାଶ କହିଲା, କିଏ ତମେ? କ'ଣ ପାଇଁ ମୋ ସ୍ୱପ୍ନରେ ଆସୁଛ? ଏପଟେ ସୁରଭି ଆକାଶର ଏମିତି ଶୂନ୍ୟରେ କାହା ସହ ଚିଲେଇବା ଦେଖି ପ୍ରବଳ ରାଗିଗଲା ଏବଂ ଆକାଶର ହାତକୁ ଜୋରରେ ଟାଣି ନେଇ ରୁମ୍କୁ ନେଇ ଆସିଲା। ପ୍ରଥମେ ସୁରଭି ଜମାରୁ ବି ତା ଉପରେ ବିଶ୍ୱାସ କଲା ନାହିଁ। ପରେ ଆକାଶର ଭଉଣୀ ରୀନା ଠାରୁ ସବୁ ସତ କଥା ଶୁଣିଲା ପରେ ତାର ବିଶ୍ୱାସ ଆସିଗଲା। ସେଦିନ ରାତିରେ ଆକାଶ ଶୋଇଗଲା। ସବୁଦିନ ପରି ସେଦିନ ମଧ୍ୟ ତାକୁ ସ୍ୱପ୍ନରେ ସେ ଝିଅ ଆସିଲା, କିନ୍ତୁ ଆଜି ତା ମୁହଁରେ କାନ୍ଦ ନଥିଲା। ଝିଅଟି ସ୍ୱପ୍ନରେ ଆକାଶକୁ ସବୁ ସତ କଥା କହିଲା। ଆକାଶ ପୂର୍ବ ଜନ୍ମରେ ତା ବାପା ଥିଲା ଏବଂ ପାରିବାରିକ ଝଗଡ଼ା ଯୋଗୁଁ ସେ ତାକୁ ତା ମାଆକୁ କେମିତି ନିର୍ମମ ଭାବେ ହତ୍ୟା କରିଥିଲା ସେ ଜିନିଷ ବିଷୟରେ କହିଲା। ଏଥିପାଇଁ ଯେବେ ବି ସେ ଆକାଶ ସ୍ୱପ୍ନରେ ଆସେ ତାକୁ ଜୋର ଜୋରରେ କାନ୍ଦ ଲାଗେ ଏବଂ ଥରେ ଥରେ ସେ ହସି ମଧ୍ୟ ଦିଏ, କାରଣ ନିଜ ବାପାଙ୍କର ଏହି ଆତ୍ମାର ଅବସ୍ଥା ଦେଖି। ସେଦିନ ଥିଲା ଆକାଶର ସେ ଝିଅ ସହ ଦେଖା ହେବାର ଅନ୍ତିମ ଦିନ, କାରଣ